ଆସନ୍ତା କାଲି 30 ତାରିଖ ସକାଳରୁ 31 ତାରିଖ ସକାଳ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଘୋଷଣା ହେଇଛି। ସେଥିପାଇଁ ଆମେ ଗୋଟେ ପ୍ରିପାରେଟରୀ ମିଟିଂ ମଧ୍ୟ ନେଇଛୁ। ସମସ୍ତ ଆମର ସବ୍ କଲେକ୍ଟର୍ସ, ବିଡିଓସ୍, ତହସିଲଦାର, ଆଇଆଇସି ସମସ୍ତଙ୍କ ଉପସ୍ଥିତିରେ ଗୋଟେ ମିଟିଂ ନିଆଯାଇଛି। ସମସ୍ତଙ୍କୁ ପ୍ରପର ଆୱାରନେସ୍ କ୍ରିଏଟ୍ କରିବା ପାଇଁ କୁହାଯାଇଛି। ଆମର ଯେତିକି ବି ଭଲନରେବଲ୍ ଏରିଆସ୍ ଅଛି ସେଗୁଡ଼ାକ ଚିହ୍ନଟ ହେଇକରି ଆମର ଅଲରେଡ଼ି ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ରେ ଯେମିତି ଚିହ୍ନଟ ହେଇକରି ଅଛି ସେ ଅନୁସାରେ ସବୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଆପଣଙ୍କ ଜରିଆରେ ମୁଁ ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହିଁବି ଆସନ୍ତାକାଲି କିଏ ବାହାରକୁ ଆସନ୍ତୁ ନାହିଁ ବେଶୀ ଯୋଉଠି ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଏବଂ ନେକ୍ସଟ 24 to 48 ଆୱାର୍ସ ଭିତରେ ଆପଣ ନିଜ ନିଜ ଘରରେ ରୁହନ୍ତୁ ଏବଂ ସୁରକ୍ଷିତ ଜାଗାରେ ନିଜକୁ ରଖନ୍ତୁ। ଏବଂ ଯୋଉ ଆମେ ବ୍ଲକ ଲେଭେଲରେ କଣ୍ଟ୍ରୋଲ ରୁମ୍ ମଧ୍ୟ ଆମେ ଫଙ୍କସନ୍ କରୁଛୁ ଆଜି ରାତିରୁ ଆରମ୍ଭ କରିକି ଆମେ ତାର ଡିଟେଲ୍ସ ମଧ୍ୟ ଆମେ ସୋସିଆଲ ମିଡ଼ିଆ ଏବଂ ପ୍ରିଣ୍ଟ ଆଣ୍ଡ ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଦେଇଦେବୁ। ଯଦି କୋଉଠି ଅସୁବିଧା ହେଲେ ସେ ପର୍ଟିକୁଲାର ମୋବାଇଲ ନମ୍ବରରେ ମଧ୍ୟ କଲ୍ କରିକି ଆପଣ ଜଣାଇ ପାରିବେ। ଆମର ଟିମ୍ ଆପଣଙ୍କ ପାଖକୁ ପହଞ୍ଚିବେ। ଏବଂ ଅନୁରୋଧ ରହିବ କିଏ ବି କୌଣସି କଚ୍ଚା ଘରରେ ରୁହନ୍ତୁ ନାହିଁ। ଆପଣ ଆପଣଙ୍କର ନିକଟସ୍ଥ ଆମର ଡିଜାଷ୍ଟର ସେଲ୍ଟର୍ସ ଆମେ ଚିହ୍ନଟ କରୁଛୁ ନା ସେଠି ଯାଇକି ଆପଣ ରହିପାରିବେ। ଆଣ୍ଡ ଯୋଉଠି ଯୋଉଠି ଦରକାର ପଡ଼ିବ ଆମର ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ତରଫରୁ ମଧ୍ୟ ସେଠି ଖାଇବା ପିଇବା ସୁବିଧା ମଧ୍ୟ କରାଯାଉଛି ଏବଂ ସବୁ ସେଲ୍ଟର ଆମେ ଆକ୍ଟିଭେଟ୍ କରୁଛୁ। ଆସନ୍ତାକାଲି ସବୁ ଜିଲ୍ଲାରେ ଥିବା ସବୁ ସ୍କୁଲ, ଅଙ୍ଗନବାଡି ଏସବୁ ବନ୍ଦ ରହିବ ମଧ୍ୟ ଏବଂ ସେ ଅନୁସାରେ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଆସନ୍ତାକାଲି ସମସ୍ତଙ୍କୁ ଟିକେ ସତର୍କ ରହିବେ।